ବାପରେ ବାପ ଆଜିକାଲି ପରିବା ରେଟ ଏତେ ଯେ ଆକାଶ ଛୁଆଁ ହେଲାଣି। ସାମାନ୍ୟ ଶାଗ 4 ବିଡ଼ା ଆଣିଛି ଆଜ୍ଞା, ତାକୁ 40 ଟଙ୍କା। କ'ଣ ମଣିଷ ଖାଇବ? ଦେଖନ୍ତୁ କେତେ ୱେଷ୍ଟ ତାର ବାହାରିଲା। ପୁକା ପତ୍ର, ଘାସ, ତାପରେ କଅଁଳିଆ ନୁହେଁ, ସେ ପତ୍ର ଗୁଡ଼ା ସବୁ ପଚି ଯାଇଛି। ଆଉ ଭେଣ୍ଡି ତ ହେଲାଣି 80 ଟଙ୍କା, କାକୁଡ଼ି ହେଲାଣି 80 ଟଙ୍କା, ପୋଟଳ ହେଲା 100 ଟଙ୍କା, ବାଇଗଣ ହେଲା 120 ଟଙ୍କା। ମାନେ ଛଞ୍ଚିନ୍ଦ୍ରା ସାମାନ୍ୟ 20-30 ଟଙ୍କାରେ ମିଳେ, ସେଟା ହେଇଗଲାଣି 70 ଟଙ୍କା। କ'ଣ ମଣିଷ ଖାଇବ? ମଧ୍ୟବର୍ତ୍ତୀ ପରିବାର ଲୋକ ଆମେ, ସାଧାରଣତଃ ଲୋକ କ'ଣ ବାବା ଆଜ୍ଞା ଖାଇବୁ? କ'ଣ ପାଇଁ ଏତେ ସବୁ ରେଟ୍ ହେଉଛି ମୁଁ କିଛି ବୁଝିପାରୁନି। ହଁ, ଶ୍ରାବଣ ମାସର ଟିକେ ବର୍ଷା ଦିନିଆ ରେଟ୍ ହୁଏ ଏତେ। ମଣିଷ କ'ଣ କରିବ? ଗରିବ ଶ୍ରେଣୀର ଯେଉଁମାନେ ପରିବାର ଲୋକ ଅଛନ୍ତି, ଖଟିକିଆ ଲୋକ, ସେମାନେ ତ ଆଣିକି ଖାଇବା ବହୁତ କଷ୍ଟ ହେବ ତାଙ୍କମାନଙ୍କୁ। ଆମମାନଙ୍କୁ ଆଜ୍ଞା କଷ୍ଟ ହେଉଛି, ସାଧାରଣତଃ ଲୋକ, ଆମେ ସାଧାରଣତଃ ବର୍ଗର ଲୋକ। ଆଉ ସେମାନଙ୍କୁ କେତେ କଷ୍ଟ ହେବ? ଏ ଶାଗରୁ ଦେଖୁନାହାନ୍ତି ଡେମ୍ଫ ମାନେ ବୁଢ଼ା ହଳଦିଆ ପତ୍ର, ଏକୁ ବାଛିକି ଏତିକି ଟିକେ ଶାଗ ହେଲା ଆଜ୍ଞା। କ'ଣ ପରିବାର ମୁଁ ଚଳେଇବ? ଯଦି ମୋ ବ୍ଲଗ୍ଟି ଭଲ ଲାଗେ ନିଶ୍ଚିତ ଲାଇକ୍, ସେୟାର, କମେଣ୍ଟ କରିବେ। ଆଉ